ଆମେରିକା, ଯାହା ଏକ ସମୟରେ ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ଥିଲା, କିପରି ବନିଗଲା ଏକ ମହାଶକ୍ତି। ମାତ୍ର 13ଟି ରାଜ୍ୟ ସହିତ ସ୍ୱାଧୀନ ହୋଇଥିବା ଆମେରିକା ଖୁବ୍ ଶୀଘ୍ର ନିଜର ଭୂଖଣ୍ଡ ବିସ୍ତାର କରିବାକୁ ଆରମ୍ଭ କଲା। ଫ୍ରାନ୍ସ ଠାରୁ ଲୁଇସିଆନା କିଣିନେଲା, ରଷିଆ ଠାରୁ କିଣିଲା ଆଲାସ୍କା, ଟେକ୍ସାସ ଆମେରିକା ସହିତ ମିଶିଗଲା, ମେକ୍ସିକୋକୁ ହରାଇ କାଲିଫୋର୍ନିଆ ଜିତିଗଲା ଆମେରିକା ଏବଂ ଏମିତି ଆମେରିକାକୁ ମିଳିଲେ 50 ଗୋଟି ରାଜ୍ୟ। ଆମେରିକା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ସୁନା, ରୂପା, କୋଇଲା, କପର, ପେଟ୍ରୋଲ ଏବଂ ଗ୍ୟାସ୍ ବହୁ ପରିମାଣରେ ଅଛି। ଦୁଇଟି ବିଶ୍ୱଯୁଦ୍ଧରେ ଆମେରିକା ନିଜକୁ ଦୂରେଇ ରଖିଥିଲା, କିନ୍ତୁ ଶେଷରେ ପରମାଣୁ ବୋମା ପ୍ରୟୋଗ କରି ବିଶ୍ୱକୁ ଚକିତ କରିଥିଲା। ବିଶ୍ୱଯୁଦ୍ଧ ସମୟରେ ଆମେରିକା ହଜାର ହଜାର କୋଟିର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା। ୟୁରୋପର ଦେଶମାନେ ଆମେରିକା ସହିତ ଡଲାରରେ ବ୍ୟାପାର କରିବାରୁ ଆମେରିକା ଆହୁରି ଧନୀ ହେବାକୁ ଲାଗିଲା ଏବଂ ଶେଷରେ ରୁଷକୁ ଶୀତଳ ଯୁଦ୍ଧରେ ହରାଇ ଆମେରିକା ବନିଗଲା ଦୁନିଆର ଏକମାତ୍ର ମହାଶକ୍ତି।